ଦେବୀ ସନ୍ଧ୍ୟା ସମଗ୍ର ପୁରୁଷ ଜାତିକୁ ଦେଇଥିଲେ ଏହି 3ଗୋଟି ଭୟଙ୍କର ଅଭିଶାପ, ଯାହାକୁ ଆଜି ମଧ୍ୟ ସମଗ୍ର ପୁରୁଷ ସମାଜ ଭୋଗ କରୁଛି। ଦର୍ଶକ ବନ୍ଧୁ, ଏହି ଭିଡ଼ିଓ ଅତ୍ୟନ୍ତ ରୋଚକପୂର୍ଣ୍ଣ ଓ ସମାଜ ହିତକର ଭିଡ଼ିଓ ଅଟେ। ତେଣୁ ଭିଡ଼ିଓଟିକୁ ସମ୍ପୂର୍ଣ୍ଣ ରୂପେ ନିଶ୍ଚୟ ଦେଖନ୍ତୁ ଓ ଶେଷ ପର୍ଯ୍ୟନ୍ତ ନିଶ୍ଚୟ ଦେଖନ୍ତୁ। ସାଙ୍ଗମାନେ, ଏହା ଗୋଟିଏ ସମୟର କଥା ଅଟେ। ଥରେ ଦେବର୍ଷି ନାରଦ ନାରାୟଣ ନାରାୟଣ ଜପି ଜପି ଭଗବାନ ଶିବଙ୍କ ଦର୍ଶନ କରିବାକୁ କୈଳାସ ପର୍ବତକୁ ଗଲେ। ଦେବର୍ଷି ନାରଦଙ୍କୁ ସେଠାରେ ଦେଖି ଭଗବାନ ଶିବ ପ୍ରସନ୍ନ ହୋଇ କହିଲେ, ହେ ଦେବର୍ଷି, ଆଜି କେଉଁ କାରଣ ପାଇଁ କୈଳାସ ପର୍ବତ ଉପରକୁ ତୁମର ଆଗମନ ହୋଇଛି? ତାପରେ ଦେବର୍ଷି ନାରଦ କହିଲେ, ହେ ଭୋଳାନାଥ, ଆପଣ ତ ସବୁ ସ୍ଥାନରେ ବାସ କରନ୍ତି, ଆପଣଙ୍କୁ ଅବା କେଉଁ କଥା ଅଛପା ରହିବ? ହେ ପ୍ରଭୁ, ଆଜି ମୋ ମନରେ ଏକ ଦ୍ୱନ୍ଦ୍ୱ ନିର୍ମାଣ ହୋଇଛି ଏବଂ ତାହାର ସମାଧାନ କରିବା ଉଦ୍ଦେଶ୍ୟରେ ମୁଁ ଆପଣଙ୍କ ପାଖକୁ ଆସିଛି। ହେ ଭୋଳାନାଥ, ଆପଣ କୃପା କରି ମୋ ମନର ଏହି ସମସ୍ୟାକୁ ସମାଧାନ କରନ୍ତୁ। ଭଗବାନ ଶିବ କହିଲେ, ହେ ଦେବର୍ଷି, ତୁମ ମନରେ କେଉଁ ଦ୍ୱନ୍ଦ୍ୱ ଅଛି ନିଃସଙ୍କୋଚରେ ପଚାର, ତାର ସମାଧାନ ଏବେ କରାଯିବ। ଦେବର୍ଷି ନାରଦ କହିଲେ, ହେ ଦୀନନାଥ, ଆପଣ ସମସ୍ତ ଭକ୍ତଙ୍କ ଉପରେ ସମାନ କୃପା ଦୃଷ୍ଟି ରଖିଛନ୍ତି ଏବଂ ଭକ୍ତର ମନରେ କ'ଣ ଚାଲୁଥାଏ ତାହାକୁ ଆପଣ ସ୍ୱୟଂ ଜାଣି ନେଇଥାନ୍ତି ଏବଂ ତାର ଇଚ୍ଛାକୁ ପୂର୍ଣ୍ଣ କରନ୍ତି। ହେ ପ୍ରଭୁ, ମୁଁ ଆପଣଙ୍କ ପାଖରୁ ଏହା ଜାଣିବା ପାଇଁ ଆସିଛି କି ଦେବୀ ସନ୍ଧ୍ୟା କିଏ ଏବଂ ସେ ସମଗ୍ର ପୁରୁଷ ଜାତିକୁ କେଉଁ ଭୟଙ୍କର ଅଭିଶାପ ଦେଇଥିଲେ। ତାପରେ ଭଗବାନ ଶିବ କହିଲେ, ହେ ନାରଦ, ତୁମେ ଆଜି ସମ୍ପୂର୍ଣ୍ଣ ଉଚିତ ପ୍ରଶ୍ନ ପଚାରିଛ। ଏହା ଭିତରେ ସମଗ୍ର ମାନବ ଜାତିର କଲ୍ୟାଣ ଲୁଚି ରହିଛି ଏବଂ ସେ ସମଗ୍ର ପୁରୁଷ ଜାତିକୁ କେଉଁ ଅଭିଶାପ ଦେଇଥିଲେ। ତାପରେ ଭଗବାନ ଶିବ କହିଲେ, ହେ ନାରଦ, ତୁମେ ଆଜି ସମ୍ପୂର୍ଣ୍ଣ ଉଚିତ ପ୍ରଶ୍ନ ପଚାରିଛ। ଏହା ଭିତରେ ସମଗ୍ର ମାନବ ଜାତିର କଲ୍ୟାଣ ଲୁଚି ରହିଛି ଏବଂ ଆଜି ମୁଁ ତୁମକୁ ଦେବୀ ସନ୍ଧ୍ୟାଙ୍କ କଥା ଶୁଣାଉଛି। ଏହି କଥାରେ ତୁମକୁ ତୁମର ସବୁ ପ୍ରଶ୍ନର ଉତ୍ତର ମିଳିଯିବ। ସେଥିପାଇଁ ଦେବୀ ସନ୍ଧ୍ୟାଙ୍କର ଏହି ପ୍ରାଚୀନ କଥାକୁ ଧ୍ୟାନ ଦେଇ ଶୁଣ। ସେହି ସମୟରେ ଦେବର୍ଷି ନାରଦ କହିଲେ, ହେ ପ୍ରଭୁ, ମୁଁ ଆପଣଙ୍କ କଥାକୁ ପୁରା ଧ୍ୟାନର ସହ ନିଶ୍ଚୟ ଶୁଣିବି ଏବଂ ଏହି କଥାଟିକୁ ପ୍ରଚାର ପ୍ରସାର ବି କରିବି। ତେଣୁ ଆପଣ ଏହି କଥାଟିକୁ କହିବା ଆରମ୍ଭ କରନ୍ତୁ। ଭଗବାନ ଶିବ ଦେବର୍ଷି ନାରଦଙ୍କୁ ସେହି ମହାନ କଥାଟିକୁ କହିବା ଆରମ୍ଭ କରନ୍ତି ଏବଂ କୁହନ୍ତି, ହେ ଦେବର୍ଷି, ଯେତେବେଳେ ସୃଷ୍ଟିର ଆରମ୍ଭ ହୋଇଥିଲା ସେତେବେଳେ ସୃଷ୍ଟି ରଚୟିତା ବ୍ରହ୍ମା କମଳା ଆସନ ଉପରେ ବିରାଜିତ ହୋଇ ଭଗବାନଙ୍କୁ ଆରାଧନା କରୁଥିଲେ ଏବଂ ସେହି ସମୟରେ ତାଙ୍କ ମନରେ ସୃଷ୍ଟିର ନିର୍ମାଣ କରିବାର ଇଚ୍ଛା ଜାଗ୍ରତ ହେଲା ଏବଂ ସର୍ବପ୍ରଥମେ ତାଙ୍କ ମନରେ ବିଚାର କରିବା ଦ୍ୱାରା ଏକ ସୁନ୍ଦରୀ କନ୍ୟାର ଜନ୍ମ ହେଲା। ସେ କନ୍ୟା ଅତ୍ୟନ୍ତ ସୁନ୍ଦର ଓ ମନମୋହକ ଥିଲା। ମନରୁ ଉତ୍ପନ୍ନ ହେବା କାରଣରୁ ସେ କନ୍ୟା ବ୍ରହ୍ମାଙ୍କର ମାନସ କନ୍ୟା ହେଲା। ବ୍ରହ୍ମାଙ୍କର ଧ୍ୟାନ କରିବା ସମୟରେ ସେହି କନ୍ୟା ଉତ୍ପନ୍ନ ହୋଇଥିବାରୁ ତାଙ୍କର ନାମ ସନ୍ଧ୍ୟା ହେଲା। ଯେତେବେଳେ ବ୍ରହ୍ମଦେବ ସେ ଅତ୍ୟନ୍ତ ମନମୋହକ ସୁନ୍ଦର ସ୍ତ୍ରୀଙ୍କୁ ଦେଖିଦେଲେ, ତାଙ୍କ ମନ କିଛି ସମୟ ପାଇଁ ବିଚଳିତ ହୋଇଗଲା। ତାଙ୍କର ସୁନ୍ଦର ମନମୋହକ ରୂପ ଦେଖି ବ୍ରହ୍ମଦେବ ବିମୋହିତ ହୋଇଗଲେ ଏବଂ ତାଙ୍କ ମନରେ କାମଭାବ ଜାଗ୍ରତ ହେଲା। ବ୍ରହ୍ମଦେବଙ୍କ ଖରାପ ଦୃଷ୍ଟି ଦେବୀ ସନ୍ଧ୍ୟାଙ୍କ ଉପରେ ପଡ଼ିବା ଯୋଗୁଁ ଦେବୀ ସନ୍ଧ୍ୟାଙ୍କର ସମସ୍ତ ତେଜ ନଷ୍ଟ ହୋଇଗଲା, ଯାହାଦ୍ୱାରା ଦେବୀ ସନ୍ଧ୍ୟା ଦୁଃଖୀ ହୋଇଗଲେ ଓ ସେହି ସ୍ଥାନରୁ ଛାଡ଼ି ଚାଲିଗଲେ। ତାପରେ ଭଗବାନ ଶିବ କହିଲେ, ହେ ଦେବର୍ଷି, ବ୍ରହ୍ମଦେବଙ୍କ ମନରେ କୌଣସି ପ୍ରକାରର ବିକାର ଉତ୍ପନ୍ନ ହୋଇପାରିବ ନାହିଁ। କିନ୍ତୁ ପ୍ରଭୁଙ୍କ ଲୀଳା ଦେଖନ୍ତୁ। ସେ ନିଜର ଲୀଳା ଦେଖାଇବା ପାଇଁ ବ୍ରହ୍ମଦେବଙ୍କ ମନରେ ବିକାର ଛାଡ଼ିଦେଲେ ଏବଂ ସେହି ବିକାର କାରଣରୁ ବ୍ରହ୍ମଦେବଙ୍କ ମନରେ ବିକାର ଭାବନା ଉତ୍ପନ୍ନ ହୋଇଗଲା। ପ୍ରଭୁଙ୍କ ଏହି ଲୀଳା ରଚିବା ପଛରେ ସମଗ୍ର ମାନବ ଜାତିର କଲ୍ୟାଣ ଲୁଚି ରହିଛି। ସେଥିପାଇଁ ପ୍ରଭୁଙ୍କର ଏହି ବିଚିତ୍ର ଲୀଳାକୁ ତୁମେ ଧ୍ୟାନର ସହ ଶୁଣ। ବ୍ରହ୍ମଦେବଙ୍କର ଏମିତି ବ୍ୟବହାରରେ
ଦେବୀ ସନ୍ଧ୍ୟା ଦୁଃଖିତ ହୋଇ ଚନ୍ଦ୍ରଭାଗ ପର୍ବତ ଉପରେ ଧ୍ୟାନ କରିବା ପାଇଁ ଚାଲିଗଲେ। ସେଠାରେ ଯାଇ ତାଙ୍କ ମନରେ ଏହି ଚିନ୍ତା ଘାରିଲା କି ମୁଁ ତପସ୍ୟା କାହାର କରିବି, କେଉଁ ଭଗବାନଙ୍କୁ ଆରାଧନା କରିବି। ଏହି ବିଚାର କରି କରି ସେ ପୃଥିବୀ ଲୋକର ଏକ ସରୋବର ପାଖକୁ ଚାଲିଗଲେ ଏବଂ ସେଠାରେ କିଛି କ୍ଷଣ ପାଇଁ ଛିଡ଼ା ହୋଇଗଲେ। ଠିକ୍ ସେତିକିବେଳେ ସେହି ସ୍ଥାନ ଦେଇ ମହର୍ଷି ବଶିଷ୍ଠ ଅତିକ୍ରମ କରୁଥିବା ବେଳେ ଦେବୀ ସନ୍ଧ୍ୟାଙ୍କୁ ଏକୁଟିଆ ସରୋବର ପାଖରେ ଠିଆ ହୋଇଥିବାର ଦେଖିଲେ ଏବଂ ସେ ତାଙ୍କ ପାଖକୁ ଯାଇ ତାଙ୍କୁ ପଚାରିଲେ, ହେ ଦେବୀ, ତୁମେ କିଏ? ତୁମେ କାହାର ଝିଅ? ତୁମେ ଏ ବନରେ କ'ଣ କରୁଛ? ଦେବୀ ସନ୍ଧ୍ୟା ନିଜର ଉଦ୍ଦେଶ୍ୟକୁ ଜଣାଇଲେ ଏବଂ କହିଲେ, ମୁନିବର, ମୁଁ ଏହି ପର୍ବତ ଉପରକୁ ତପସ୍ୟା କରିବା ପାଇଁ ଆସିଛି। କୃପା କରି ମୋତେ କୁହନ୍ତୁ, ମୁଁ କାହାର ତପସ୍ୟା କରିବି? କିଏ ମୋତେ ଏହି ଦୋଷରୁ ମୁକ୍ତି ଦେବେ ଏବଂ ତପସ୍ୟା କେମିତି କରିବା ଉଚିତ ହୋଇଥାଏ? ଋଷି ବଶିଷ୍ଠ କହିଲେ, ହେ ଦେବୀ, ନାରାୟଣ ନାମ ମନ୍ତ୍ରର ଜପ କର ଏବଂ ତାଙ୍କର ଦର୍ଶନ ନ ପାଇବା ଯାଏଁ ଏହି ମନ୍ତ୍ରଟିକୁ ଜପ କରି ଚାଲିଥିବ। ବଶିଷ୍ଠ ଦେବୀ ସନ୍ଧ୍ୟାଙ୍କୁ ଉପଦେଶ ଦେଇ ସେଠାରୁ ଚାଲିଗଲେ। ଦେବୀ ସନ୍ଧ୍ୟା ବଶିଷ୍ଠ ବତାଇଥିବା ସମସ୍ତ ନିୟମକୁ ପାଳନ କରି 4 ଯୁଗ ଯାଏଁ ତପସ୍ୟା ଜାରି ରଖିଲେ। ଭଗବାନ ବିଷ୍ଣୁ ତାଙ୍କର ତପସ୍ୟାରେ ପ୍ରକଟ ହୋଇ ତାଙ୍କର ମନମୋହକ ରୂପରେ ପ୍ରକଟ ହେଲେ ଏବଂ ଦେବୀ ସନ୍ଧ୍ୟାଙ୍କୁ କହିଲେ, ହେ ଦେବୀ, ଆଖି ଖୋଲ। ମୁଁ ତୁମର ଭକ୍ତିରେ ଅତ୍ୟନ୍ତ ପ୍ରସନ୍ନ ହେଲି। ଭଗବାନ ବିଷ୍ଣୁଙ୍କର ମନମୋହକ ରୂପକୁ ଦେଖି ଦେବୀ ସନ୍ଧ୍ୟା ଅତି ଶୀଘ୍ରତାର ସହିତ ଠିଆ ହୋଇଗଲେ। ଭଗବାନଙ୍କର ସେ ରୂପରେ ସହସ୍ର ସୂର୍ଯ୍ୟଙ୍କ ସମାନ ତେଜ ଦେଖାଯାଉଥିଲା ଏବଂ ଭଗବାନଙ୍କର ଏହି ରୂପକୁ ଦେଖି ଦେବୀ ସନ୍ଧ୍ୟା ସ୍ତବ୍ଧ ହୋଇଗଲେ। ସେ ବୁଝିପାରୁନଥିଲେ କି ସେ କ'ଣ କରିବେ ଆଉ କ'ଣ କହିବେ। ତାଙ୍କର ନିଜ ମନରେ ଭଗବାନଙ୍କର ସ୍ତୁତି କରିବାର ଇଚ୍ଛା ଜାଗ୍ରତ ହେଲା, କିନ୍ତୁ ସେ ଭଗବାନଙ୍କର ସେ ରୂପ ଦେଖି କିଛି ବି କହିପାରୁନଥିଲେ। ତାପରେ ଭଗବାନ ବିଷ୍ଣୁ ଦେବୀ ସନ୍ଧ୍ୟାଙ୍କର ମନର ଅସୁସ୍ଥତାକୁ ବୁଝିପାରିଲେ ଏବଂ ତାଙ୍କୁ ଦିବ୍ୟ ଜ୍ଞାନ, ଦିବ୍ୟ ଦୃଷ୍ଟି ତଥା ଦିବ୍ୟ ବାଣୀ ପ୍ରଦାନ କଲେ ଏବଂ ତାପରେ ଦେବୀ ସନ୍ଧ୍ୟା ବଡ଼ ଉତ୍ସାହର ସହିତ ଭଗବାନ ବିଷ୍ଣୁଙ୍କର ସ୍ତୁତି କରିବା ପାଇଁ ଲାଗିଗଲେ। ଦେବୀ ସନ୍ଧ୍ୟାଙ୍କର ଗୋଟିଏ ଗୋଟିଏ ବାକ୍ୟରେ ତାଙ୍କର ଭକ୍ତି ଏବଂ ସମର୍ପଣ ପୁରା ସ୍ପଷ୍ଟ ଭାବରେ ଦେଖାଯାଉଥିଲା। ତପସ୍ୟା ପାଇଁ ସନ୍ଧ୍ୟାଙ୍କ ଶରୀର ଅତ୍ୟନ୍ତ କ୍ଷୀଣ ଓ ଦୁର୍ବଳ ହୋଇଯାଇଥିଲା। ସେହି ସମୟରେ ଭଗବାନ ନିଜର ଅମୃତ ଦୃଷ୍ଟି ପକାଇ ସନ୍ଧ୍ୟାଙ୍କ ଶରୀରକୁ ହୃଷ୍ଟପୃଷ୍ଟ କରିଦେଲେ ଏବଂ ମଧୁର ବଚନରେ ତାଙ୍କୁ କହିଲେ, ହେ ଦେବୀ, ତୁମର ତପସ୍ୟାରେ ମୁଁ ଅତ୍ୟନ୍ତ ପ୍ରସନ୍ନ ହୋଇଛି। ଏବେ ତୁମେ ନିଜର ଇଚ୍ଛା ଅନୁସାରେ ବର ମାଗ। ତାପରେ ଦେବୀ ସନ୍ଧ୍ୟା କହିଲେ, ହେ ଭଗବାନ, ଯଦି ଆପଣ ମୋ ଉପରେ ପ୍ରସନ୍ନ ଅଛନ୍ତି ତେବେ ବର ଦେଇ ମୋତେ ଅନୁଗ୍ରହିତ କରନ୍ତୁ। ମୁଁ ପ୍ରଥମ ବର ମାଗୁଛି ଯେ ଏ ସଂସାରରେ ଯେତେ ବି ପ୍ରାଣୀ ଜନ୍ମ ନେଉଛନ୍ତି ତାଙ୍କର ମନରେ କାମର ଭାବନା ବିକାର ଉତ୍ପନ୍ନ ନ ହେଉ। ଦ୍ୱିତୀୟ ବର ହେଉଛି ମୋର ପତିବ୍ରତା ଧର୍ମ କେବେ ବି ନଷ୍ଟ ନ ହେଉ। ତୃତୀୟ ବରଦାନ ମୋତେ ଏହା ଦିଅନ୍ତୁ କି ନିଜର ସ୍ୱାମୀଙ୍କୁ ଛାଡ଼ି କୌଣସି ଅନ୍ୟ ପୁରୁଷଙ୍କ ପ୍ରତି ମୋ ମନରେ ଆସକ୍ତି ନ ଆସୁ। ଯେଉଁ ବି ପୁରୁଷ ମୋ ଆଡ଼କୁ କାମ ଭାବରେ ଦେଖିବ ସେ ପୁରୁଷ ନପୁଂସକ ହୋଇଯିବ। ତାପରେ ଭଗବାନ ବିଷ୍ଣୁ ବରଦାନ ଦେବା ସମୟରେ କହିଲେ, ହେ ଦେବୀ, ଆଜି ତୁମେ ସମଗ୍ର ସଂସାରର କଲ୍ୟାଣ ପାଇଁ ଉତ୍ତମ ବର ମାଗିଛ। ସେଥିପାଇଁ ଆଜିଠୁ ଜନ୍ମ ହେବା ପରେ କୌଣସି ବି ପ୍ରାଣୀଙ୍କ ଭିତରେ କାମ ବାସନା ଭାବ ଉତ୍ପନ୍ନ ହେବ ନାହିଁ। ମନୁଷ୍ୟର ଶରୀରରେ 4ଟି ଅବସ୍ଥା ରହିବ, ଯେମିତିକି ବାଲ୍ୟ, କୁମାର, ଯୌବନ, ଜରା ବା ବୃଦ୍ଧାବସ୍ଥା। ମନୁଷ୍ୟର କୁମାର ଅବସ୍ଥାର ଅନ୍ତରେ କାମ ଭାବନା ଉତ୍ପନ୍ନ ହେବ। ତୁମର ଏହି ତପସ୍ୟା ପାଇଁ ମୁଁ ଆଜି ଏହି ମର୍ଯ୍ୟାଦାକୁ ସ୍ଥିର କରିଦେଇଛି କି ସଂସାରରେ କୌଣସି ବି ପ୍ରାଣୀ ଜନ୍ମ ହେବା ସଙ୍ଗେ ସଙ୍ଗେ କାମ ଭାବନାରେ ଯୁକ୍ତ ହେବ ନାହିଁ। ତୁମର ସତୀତ୍ୱର ପ୍ରଶଂସା 3 ଲୋକରେ ହେବ ଏବଂ ତୁମର ସ୍ୱାମୀଙ୍କୁ ଛାଡ଼ି ଯେଉଁ ବି ପୁରୁଷ ତୁମକୁ କାମ ଦୃଷ୍ଟିରେ ଦେଖିବ ସେ ତୁରନ୍ତ ନପୁଂସକ ହୋଇଯିବ। ତୁମର ସ୍ୱାମୀ ବଡ଼ ଭାଗ୍ୟବାନ ତପସ୍ୱୀ ଏବଂ ତୁମ ସହିତ 7 ଜନ୍ମ ଯାଏଁ
जीवित रहिबा व्यक्ति हेब। हे देवी, तुमे जेउ जेउ बर मागिल मु से सबु तुमको प्रदान कली। एबे मु तुमर मनर कथा कहूछि। प्रथमे तुमे अग्नि रे निज शरीर को त्याग करिबा पई प्रतिज्ञा नेइथिल एवं से प्रतिज्ञा तुमको एथिपाई करिबाकू पड़िथिला कि ब्रह्मदेवंकर दृष्टि तुम उपरे पड़ी जाइथिला। निर्दोष हेबा परे भी तुमे निजर शरीर को त्याग करिबा पई चाहुछ। हे देवी संध्या, एही पाखरे चंद्रभागा नदी कूଳରେ महर्षि मेदा एक यज्ञ करुछंती जहा 12 वर्षरे पूर्ण हेब। तुमे सेही यज्ञ रे निजर प्रतिज्ञा पूर्ण करिबा पई निजर शरीर को त्याग करिबाकू पड़िबो एवं ध्यान देब कि तुमको मुनिंक दृष्टि लुचि एहाकू करिबाकू पड़िबो एवं भगवान विष्णुंकर कृपारु तुमे अग्निकर पुत्री होई जिवो एवं तापरे तुमको निज स्वामींकर चयन निजे करिबाकू पड़िबो। तापरे भगवान विष्णु देवी संध्याଙ୍କ शरीर को अट्टारे तैयारी करिदेले। एसबु करिबार कारण एहा थिला कि यज्ञ समग्र संसारर कल्याण पई हेउथिला। देवी संध्या महर्षि वशिष्ठଙ୍କୁ निजर स्वामी बोली मानि नेले ओ यज्ञ रे निज शरीर को त्याग करिदेले। तापरे सूर्यदेव तांको शरीर को दुई भाग करिदेले एवं सेही शरीर को देवतांकु ओ पितृंकु समर्पित करिदेले। तांको शरीरर उपर भाग प्रातः काल हेला एवं शेष भाग संध्या काल हेला। देवी संध्याଙ୍କ कारणरू सकाळ सूर्योदय समय को प्रातः काल कुहा जाए एवं सूर्यास्त समय को संध्या काल समय बोली कुहा जायछि। एही भली भाबरे देवी संध्या त्यागर मूर्ति थिले। से अग्नि रे प्रवेश करी निज जीवन को समाप्त करिदेले। भगवान विष्णुंकर वरदानरू देवी संध्या परवर्ती जन्म रे देवी अरुंधती रूपे प्रकट हेले एवं महर्षि वशिष्ठंकर स्त्री हेले। भगवान शिव कहिले, हे देवर्षि नारद, एही कारणरू संसार रे जन्म होइथिबा समस्त प्राणी काम भावनारू रहित होइथाए एवं तांको मनरे कौनसी भी प्रकारर कामना वासना रही न थाए एवं जेतेबेले से कुमार अवस्था को प्राप्त होई जांती सेतेबेले तांको मनरे काम वासना उत्पन्न होइथाए। तापरे नारद कहिले, हे प्रभु, आपण देवी संध्याଙ୍କ कथा शुणाई मो उपरे कृपा करिछंती। देवी संध्याଙ୍କ कथा शुणी मु धन्य होईगली। आपणकु कोटि कोटि धन्यवाद प्रभु। एही कथा को मु 3 लोकरे प्रचार और प्रसार मध्य करिबी। दर्शक बंधु, आजिर भिडियोटी समाज हितकर थिला। जदि आपण माने एही भिडियोटी को संपूर्ण रूपे भल पाइछंती और भिडियोटी को पसंद करिछंती तेबे भिडियोटी को दया करी गोटे लाइक निहाती करंतु। दर्शक बंधु, भिडियोटी को एहिठारे शेष करुछि। जदि आपण समस्त को भिडियोटी भल लागिछि सब्सक्राइब करिदेबे आम चैनल मानी भॉइस को और कमेंट रे हर हर महादेव निश्चय लिखिबे।